ଭୂଦାନରେ ତାଳମଞ୍ଜି ରୋପଣ ପରିବେଶର ସନ୍ତୁଳନ ପାଇଁ ତାଳ ଗଛର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍ମାନେ ମତ ରଖନ୍ତି। ଗତ କିଛି ବର୍ଷ ଭିତରେ ଘଡ଼ଘଡ଼ି ଜନିତ ଅପମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ପୂର୍ବରୁ ତାଳ ଗଛ ଥିବାରୁ ଘଡ଼ଘଡ଼ି ପ୍ରାୟ ଆୟତରେ ଥିଲା। ଏହି ଗଛ ସଂଖ୍ୟା କମିଯିବାରୁ ଏବେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ପଡ଼ୁଛି। ଆମର ଜନଜୀବନ ନଷ୍ଟ ହେଉଛି। ଏହି ପରିସ୍ଥିତି ଅନୁଧ୍ୟାନ କରି ଶ୍ରୀ ଜଗନ୍ନାଥ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ଅନ୍ତର୍ଗତ ତାଳବଣିଆ ଅଞ୍ଚଳର ଭୂଦାନ ଜଙ୍ଗଲରେ ତାଳମଞ୍ଜି ରୋପଣ କରାଯାଇଛି। ପ୍ରାୟ ପ୍ରଥମ ପର୍ଯ୍ୟାୟରେ 100 ମଞ୍ଜି ରୋପଣ କରାଯାଇଛି। ଏହି କାର୍ଯ୍ୟକୁ ଅଞ୍ଚଳବାସୀମାନେ ଭୂୟସୀ ପ୍ରଶଂସା କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଆୟୋଜନ କରିଥିବା ବେଳେ ସେ ଅଞ୍ଚଳର ପିଲାମାନେ ସହଯୋଗ କରିଥିଲେ। ସହଯୋଗ କରିଥିବା ପିଲାମାନେ ହେଲେ ଲିପୁନ ବେହେରା, ଓମ୍ ପ୍ରକାଶ ନାୟକ, ସତ୍ୟ ରଞ୍ଜନ ପଲାଇ, ଅମିତ ସାମଲ, କୃଷ୍ଣା ବାହାଦୁର, ପିୟୁଷ ପାତ୍ର, ଓମ୍ ପାଇକରାୟ, ସୌମ୍ୟରଞ୍ଜନ ପାଣି, ସୌମ୍ୟଜିତ ମହାପାତ୍ର, ଚନ୍ଦନ ମହାରଣା। ବ୍ୟୁରୋ ରିପୋର୍ଟ, ସଂଘର୍ଷ ଟିଭି।